23 ଜାନୁଆରୀ ପରାକ୍ରମ ଦିବସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଜନ୍ମଗ୍ରହଣ କରିଥିଲେ 1897 କଟକରେ। ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମାତାଙ୍କ ନାଁ ଥିଲା ପ୍ରଭାବତୀ ବୋଷ। ଭାଇ ଭଉଣୀ 14 ଜଣ ଥିଲେ। ସିଏ ଗ୍ରାଜୁଏସନ୍ କରିଥିଲେ, BA କରିଥିଲେ କେଉଁଥିରେ ଫିଲୋସଫିରେ 1918ରେ କାଲକାତାରେ। ଆଉ ପ୍ରେସିଡେଣ୍ଟ ହେଇଥିଲେ 1923ରେ ଇଣ୍ଡିଆନ୍ ୟୁଥ୍ କଂଗ୍ରେସର। 1938ରେ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରେସିଡେଣ୍ଟ ହେଇଥିଲେ। 1939ରେ ମଧ୍ୟ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ପ୍ରେସିଡେଣ୍ଟ ହେଇଥିଲେ, କିନ୍ତୁ ସେଥିରୁ ରିଜାଇନ୍ କରିଦେଇଥିଲେ। ଆଉ 1939ରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଠନ କରିଥିଲେ। 1940ରେ ହାଉସ୍ ଆରେଷ୍ଟ ହେଇଥିଲେ ବ୍ରିଟିଶଙ୍କ ଦ୍ୱାରା। 1942ରେ INA ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି ଆଜାଦ ହିନ୍ଦ ଫୌଜ। 1943ରେ ଫ୍ଲାଗ ଇଣ୍ଡିଆନ୍ ନ୍ୟାସନାଲ୍ ଫ୍ଲାଗ ଉଡ଼େଇଥିଲେ କେଉଁଠି ପୋର୍ଟ ବ୍ଲେୟର ଆଣ୍ଡାମାନ ନିକୋବର। ତାପରେ ଇଣ୍ଡିଆ ଆଜାଦ ହିନ୍ଦ ଫୌଜର ଫ୍ଲାଗ ଉଡ଼େଇଥିଲେ କେଉଁଠି 1944ରେ ମଣିପୁରରେ। 1945ରେ ପ୍ଲେନ୍ କ୍ରାଶରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ନ୍ୟୁଜ୍ ପେପର 2ଟା ଥିଲା, ଏଡ଼ିଟର ହେଇଥିଲେ ସିଏ ସ୍ୱରାଜ 1922ରେ, ଫରୱାର୍ଡ ବ୍ଲକ୍ 1939ରେ। ତାଙ୍କର 3ଟି ସ୍ଲୋଗାନ ଗିଭ୍ ମି ବ୍ଲଡ଼ ଆଣ୍ଡ ଆଇ ୱିଲ୍ ଗିଭ୍ ୟୁ ଫ୍ରିଡ଼ମ୍, ଦିଲ୍ଲୀ ଚାଲ, ଜୟ ହିନ୍ଦ। ଓଡ଼ିଶା କ୍ରାଉନ୍ ହେଇଛି, ଚାମ୍ପିଅନ୍ ହେଇଛି ମଧ୍ୟପ୍ରଦେଶକୁ ହରେଇ କେଉଁଥିରେ ବ୍ଲାଇଣ୍ଡ କ୍ରିକେଟ ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ହେଇଥିଲା। ଆମେଲିଆ ଭାଲଭେର୍ଟ ଆପଏଣ୍ଟ ହେଇଛନ୍ତି କୋଚ୍ କାହାର ସିନିୟର ଇଣ୍ଡିଆର ଫୁଟବଲ ସିନିୟର ନ୍ୟାସନାଲ୍ ଫୁଟବଲ ଟିମ୍ର। ଆସାମ ଗଭର୍ଣ୍ଣମେଣ୍ଟ ସ୍କିମ୍ ଲଞ୍ଚ କରିଛି ଅଟଳ ବିଚଳ ଅଗ୍ରଗାମୀ ଆସାମ ସ୍କିମ୍। ଏଇଟା ରିସର୍ଚ୍ଚ ସ୍କଲରଙ୍କ ପାଇଁ 25,000 ଟଙ୍କା ମାସକୁ। ଯେଉଁମାନେ ଦିବ୍ୟାଙ୍ଗ ସ୍କଲର୍ସ ଅଛନ୍ତି ତାଙ୍କ ପାଇଁ 40,000 ଟଙ୍କା ମାସକୁ। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ମେଘାଳୟ ସାଙ୍ଗରେ କରିଛି MOU ମେମୋରାଣ୍ଡମ୍ ଅଫ୍ ଅଣ୍ଡରଷ୍ଟାଣ୍ଡିଂ। କେଉଁଥିରେ ନା ଇୟର୍ଲି ଚାଇଲ୍ଡ କେୟାର ଏଜୁକେସନ୍ ଆଣ୍ଡ ଡେଭଲପମେଣ୍ଟରେ। 86th ଅଲ୍ ଇଣ୍ଡିଆ ପ୍ରିସାଇଡ଼ିଂ ଅଫିସର୍ସ କନଫରେନ୍ସ ହେଇଛି କେଉଁଠି ଲକ୍ଷ୍ନୌରେ। ଅଟଳ ପେନ୍ସନ୍ ଯୋଜନା ଏକ୍ସଟେଣ୍ଡ ହେଇଛି 2030ରୁ 2031କୁ 2030-31କୁ ଏକ୍ସଟେଣ୍ଡ ହେଇଛି। ଏଥିରେ 18ରୁ 40 ବର୍ଷ ଏଜ୍ ଏଲିଜିବିଲିଟି 2015ରେ ଆରମ୍ଭ ହୋଇଥିଲା। 60 ବର୍ଷ ପରେ 1000ରୁ 5000 ପର୍ଯ୍ୟନ୍ତ ଏଥିରେ ପେନ୍ସନ୍ ମିଳେ। ଆଉ 19 ଜାନୁଆରୀ ରେକର୍ଡ଼ କରିଥିଲା ଏଇ ମାସର 8.66 crore ସବସ୍କ୍ରିପସନ୍ ନେଇଥିଲେ ଲୋକ। ଗାର୍ଡିଆନ୍ ଇଣ୍ଡିଆ ଆପଏଣ୍ଟ କରିଛି କରୁଣ ଆଜର ସୁରଙ୍କୁ କଣ୍ଟ୍ରି ହେଡ୍ ଭାବରେ। ଗାର୍ଡିଆନ୍ ହେଉଛି ଗୋଟେ ଇନ୍ସୁରାନ୍ସ କମ୍ପାନୀ ଆମେରିକାର, ସିଏ ଇଣ୍ଡିଆର ହେଡ୍ କରିଛନ୍ତି କରୁଣଙ୍କୁ। ନିମ୍ବ ସେଫ୍ଟି ଇଣ୍ଡେକ୍ସ 2026ର ସେଥିରେ ସିଟିରେ କୁଇଙ୍ଗଡାଓ ସିଟି ଟପ୍ କରିଛି, ଇଏ ଚାଇନାର। ଆଉ ମାଙ୍ଗାଲୋର ଅଛି କର୍ଣ୍ଣାଟକର, ସିଏ ହେଉଛି ଇଣ୍ଡିଆର ନମ୍ବର 1 ଅଛି, କିନ୍ତୁ ୱାର୍ଲଡରେ 46ରେ ଅଛି। ୱାର୍ଲଡରେ ଅଛି ଅହମ୍ମଦାବାଦ ନମ୍ବର 2ରେ, ଇଣ୍ଡିଆର ନମ୍ବର 2ରେ, ୱାର୍ଲଡରେ 87ରେ। ଜୟପୁର ଇଣ୍ଡିଆର ନମ୍ବର 3ରେ, ୱାର୍ଲଡରେ 106ରେ। କଣ୍ଟ୍ରିରେ ନମ୍ବର 1 ଅଛି UAE ଆଉ କତର। ତାପରେ ୱାର୍ଲଡର ଓଲ୍ଡେଷ୍ଟ ରକ୍ ଆର୍ଟ ଫାଉଣ୍ଡ ହେଇଛି, ଡିସ୍କଭର ହେଇଛି କେଉଁଠି ଇଣ୍ଡୋନେସିଆର ମୁନା ଆଇଲ୍ୟାଣ୍ଡରେ। ସେଠାରେ ଯେଉଁ ପୁରୁଣା ଯେଉଁ ଗୁମ୍ଫା ମାନଙ୍କରେ ଯେଉଁ ପେଣ୍ଟିଂ ସବୁ ସେଗୁଡ଼ାକ ସବୁ ଦେଖାଯାଇଛି। ନୀତି ଆୟୋଗ ରିଲିଜ୍ କରିଛି 3ଟି ରିପୋର୍ଟ କେଉଁଥିରେ ଗ୍ରୀନ୍ ଟ୍ରାନଜିସନ୍ କେଉଁ ସେକ୍ଟରରେ 3ଟା ସେକ୍ଟର ସିମେଣ୍ଟ, ଆଲୁମିନିୟମ ଆଉ ଗୋଟେ MSME। ଗୋଲ୍ ଅଛି ରିଡ୍ୟୁସ୍ ଏମିସନ୍ ଆଡପ୍ଟ କରିବାକୁ ଗ୍ରୀନ୍ ଟେକ୍ନୋଲୋଜି 2070 ସୁଦ୍ଧା। ଯେଉଁ ବିଭିନ୍ନ ପ୍ରକାର ବାହାରୁଛି ଦୂଷିତ ଗ୍ୟାସ୍ ତାକୁ ରୋକିବା ପାଇଁ। ନୀତି ଆୟୋଗ କେବେ ଆରମ୍ଭ ହୋଇଥିଲା 2015ରେ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମିଂ ଇଣ୍ଡିଆ